ଗୋଟିଏ ଥର ଗୌତମ ବୁଦ୍ଧ ଧର୍ମର ପ୍ରଚାର ପାଇଁ ବୈଶାଳୀ ନଗରକୁ ଯାଉଥାନ୍ତି। ଯେତେବେଳେ ବୁଦ୍ଧ ସେ ନଗରରେ ପ୍ରବେଶ କଲେ ସେ ଦେଖିଲେ ଯେ କେତୋଟି ସୈନ୍ୟ ଦ୍ରୁତ ଗତିରେ ଗୋଟିଏ ଯୁବତୀକୁ ଧରିବା ପାଇଁ ପ୍ରୟାସ କରୁଥିଲେ। ସେ ଯୁବତୀ ଦୌଡ଼ି ଯାଇ ଗୋଟିଏ କୂଅ ପାଖରେ ଛିଡ଼ା ହୋଇଗଲା। ସେ ଥକି ପଡ଼ିଥାଏ ଏବଂ ତାକୁ ଶୋଷ ବି ଲାଗୁଥାଏ। ବୁଦ୍ଧ ସେ ଯୁବତୀକୁ ପାଖକୁ ଡାକିଲେ ଏବଂ କହିଲେ କି ସେ କୂଅରୁ ପାଣି ଆଣିବ ଏବଂ ସେ ପିଇବ, ମୋତେ ବି ପିଇବାକୁ ଦେବ। ସେହି ସମୟରେ ସେ ସୈନ୍ୟମାନେ ବି ସେଠାରେ ପହଞ୍ଚିଗଲେ। ବୁଦ୍ଧ ନିଜ ହାତକୁ ଦେଖାଇ ସେଠାରେ ଅଟକିବାକୁ କହିଲେ। ସେ ସୈନ୍ୟମାନେ ସେହିଠାରେ ହିଁ ରହିଗଲେ। ଏବେ ସେ ଯୁବତୀ ଧୀର ସ୍ଥିରରେ କହିଲା, ମହାତ୍ମା, ମୁଁ ଗୋଟିଏ ଅଛୁଆଁ ଜାତିର ଯୁବତୀ ଅଟେ। ମୁଁ କୂଅରୁ ପାଣି ବାହାର କରିଲେ ସେ କୂଅର ପାଣି ଦୂଷିତ ହୋଇଯିବ। ବୁଦ୍ଧ ସେ କଥା ଶୁଣି ପୁଣି କହନ୍ତି, ପୁତ୍ରୀ, ମୋତେ ବହୁତ ଶୋଷ ଲାଗୁଛି, ପ୍ରଥମେ ପାଣି ପିଆଅ। ସେହି ସମୟରେ ସେ ବୈଶାଳୀର ରାଜା ମଧ୍ୟ ସେଠାକୁ ଆସିଲେ। ବୁଦ୍ଧକୁ ଦେଖି ପ୍ରଣାମ କରି ସୁନାର ପାତ୍ରରେ ସ୍ୱଚ୍ଛ ପାଣି ବୁଦ୍ଧକୁ ପିଇବାକୁ ଦେଲେ। କିନ୍ତୁ ବୁଦ୍ଧ ସେ ପାଣିକୁ ପିଇବାକୁ ମନା କରିଦେଲେ ଏବଂ ବୁଦ୍ଧ ପୁଣି ସେ ଯୁବତୀକୁ ପାଣି ପାଇଁ କହିଲେ। ଏଥର ସେ ଯୁବତୀ ସାହସ ରଖି ସେ କୂଅରୁ ପାଣି କାଢ଼ିଲା ଏବଂ ସେ ନିଜେ ପିଇଲା ଏବଂ ବୁଦ୍ଧକୁ ବି ପିଇବାକୁ ଦେଲା। ପାଣି ପିଇ ସାରିବା ପରେ ମହାତ୍ମା ବୁଦ୍ଧ ସେ ଯୁବତୀକୁ ସେ ଭାଗୁଥିବାର କାରଣ ପଚାରିଲେ। ଯୁବତୀ କହିଲା, ମୋତେ ଭାଗ୍ୟବଶତଃ ରାଜାଙ୍କ ଦରବାରରେ ଗାଇବା ବା ନାଚିବାର ସୁଯୋଗ ପ୍ରାପ୍ତ ହେଲା। ରାଜା ମୋର ଗାଇବା ନାଚିବାରେ ଖୁସି ହୋଇ ମୋତେ ତାଙ୍କ ଗଳାର ମୋତିମାଲା ପ୍ରଦାନ କଲେ। କିନ୍ତୁ ତାଙ୍କୁ କିଏ ଜଣେ କହିଲା କି ମୁଁ ଅଛୁତ ଜାତିର ଯୁବତୀ ଅଟେ। ଏ କଥା ଜାଣିବା ପରେ ରାଜା ତାଙ୍କ ସୈନ୍ୟକୁ ଆଦେଶ ଦେଲେ କି ମୋତେ କାଲକୋଠରୀରେ ବନ୍ଦୀ କରିଦେବେ। ମୁଁ ଯେମିତି ସେଠାରୁ ଭାଗିକି ଏହି ସ୍ଥାନକୁ ଆସିଲି, ଆପଣଙ୍କ ସାଥିରେ ସାକ୍ଷାତ ହୋଇଗଲା ମହାତ୍ମା। ସେ କଥା ଶୁଣି ବୁଦ୍ଧ ରାଜାଙ୍କୁ କହିଲେ, ଶୁଣ ରାଜନ, ମୁଁ ଚାହେଁ କି ଆପଣ ମୋର ଏହି କଥାଟିକୁ ସର୍ବଦା ସ୍ମରଣ ରଖିବେ କି କୌଣସି ବି ମଣିଷର ପରିଚୟ ତା'ର ଧର୍ମ ଏବଂ ଜାତିରୁ ନୁହେଁ, ବରଂ ତା'ର ଗୁଣ ଏବଂ କର୍ମରୁ ହୋଇଥାଏ। ଏ ଯୁବତୀର ଗାଇବା ନାଚିବାରେ ଆପଣ ସନ୍ତୁଷ୍ଟ ହେଲେ ଏବଂ ତାଙ୍କୁ ନିଜ ଗଳାର ମାଲା ପ୍ରଦାନ କଲେ। ଯାହାର କାର୍ଯ୍ୟ ଏତେ ସୁନ୍ଦର ହୋଇଥିବ ସେ କେମିତି ଅଛୁତ ହେବ? ଏହିଠାରେ ଛୋଟ ଭାବନା, ଛୋଟ କାର୍ଯ୍ୟ କରି ଅଛୁତ ହେବାର ପରିଚୟ ତ ଆପଣ ଦେଲେ। ଏଥିପାଇଁ ମୋର ଦୃଷ୍ଟିରୁ ଏ ଯୁବତୀ ନୁହେଁ, ବରଂ ଆପଣ ଅଛୁତ ଅଟନ୍ତି। ବୈଶାଳୀର ରାଜା ବୁଦ୍ଧଙ୍କ ସମ୍ମୁଖରେ ଲଜ୍ଜିତ ହେବାଠୁ ଆଉ ଅଧିକ କରିବ ମଧ୍ୟ କ'ଣ? ସେ ରାଜନ ବୁଦ୍ଧଙ୍କୁ କ୍ଷମା ପ୍ରାର୍ଥନା କରିଲେ ଏବଂ ସେଠାରୁ ଚାଲିଗଲେ। ତ ବନ୍ଧୁଗଣ, ଏ କାହାଣୀର ଶିକ୍ଷା ଏହା ଅଟେ କି କୌଣସି ବି ବ୍ୟକ୍ତି ନିଜ କାର୍ଯ୍ୟ ଏବଂ ପରିଚୟରୁ ବଡ଼ ହୋଇଥାଏ, ତା'ର ଧର୍ମ ଏବଂ ଜାତିରୁ ନୁହେଁ। ଏମିତି ବୁଦ୍ଧ ମୋଟିଭେସନ୍ ଭିଡ଼ିଓ ପାଇଁ ଫ୍ରଡ୍ ବାଇ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ନମୋ ବୁଦ୍ଧାୟ।